हरि ओम नमो भगवते वासुदेवाय। ओम नमो भगवते श्री महापुरुषोत्तानंदाय। जय जय महापुरुषोत्तानंद जी की जय। अच्युतं केशवं कृष्ण दामोदरम, अच्युतं केशवं कृष्ण दामोदरम, राम नारायणं जानकी वल्लभं, राम नारायणं जानकी वल्लभं, अच्युतं केशवं कृष्ण दामोदरम। जय जय महापुरुषोत्तानंद जी की जय। शुभ संध्या बंधु। मंचर उपस्थित थिबा समस्त श्रोता वक्ता ज्ञानी गुणी पंडित समस्त के अधीन तपनर आभूम प्रणाम। आज आम आलोचना करुँच महापुरुषों विरचित 64 पटल। आज आलोचनार विषय होती जाजनगर कौन रही, जाजनगर कहीं प्रसिद्ध, ये विषयटी आज आलोचना करवा। त्रुटि क्षमा करिए। भारतर पुण्य पीठ ओडराष्ट्र भूई, ता मध्यरे प्रभु एते कथा जीव होई, आउ केउ स्थान रे होइब केउ खेल, से कथा मो आगे कह मदन गोपाल। कहले प्रभु ओडिशा रे एते कथा घटीजीव, एणु आउ कौटी कौ खेल हम टे मुझे कहले हंतानी। प्रभु आज कहले कौन कहले ना, जाजनगर बोली जेहू बैतरणी तीरे, ब्रह्मा शुभ खंभ स्थापी थिले पूर्वरे, सेही स्थानर महात्मा के पारिब कही, ब्रह्मांकर नीति दंडे विश्राम हुई। कहले बाबू रे जाजनगर बोली जो बैतरणी अच्छी, से बैतरणी रे ब्रह्मा शुभ खंभ स्थापित पूर्व, से जाजनगर महात्मा कई कही पारिबेनी। ब्रह्मा एबे मध्य कलिजुगे दैनिक दंडे ही विश्राम नियंती। प्रथम रे ब्रह्मा तो ही यज्ञ करिथिले, कुंडरु यज्ञ बराह बिरजा जन्मिले। प्रभु कहले प्रथम ब्रह्मा आज यज्ञ करथिले जाजपुर ठारे, कुंडरु यज्ञ बराह बिरजा जन्म हेले। बैतरणी तटरे श्री यज्ञ बराह, विजे होइछन्ति जानी थाओ मय। बैतरणी तीरे यज्ञ बराह आज विजय होइछन्ति। बिरजा देवी सेठारु एक क्रोश दूरे, विजय होइछन्ति जानो निज आसन रे। माँ जगजननी अभय प्रदायिनी करुणामयी स्नेहमयी से यज्ञ बराह निकटरू गोटे कोश दूर रे आज विजय होइछन्ति निज आसन रे। देवींकर उत्तर रे यज्ञ शुभ खंभ, राजू अछि आहे वीर शोभा अभिनव, बिरजा बराह दुई मध्यरे टी जान, तीन स्रोत बहु अछि त्रिरेखा समान। देवी उत्तर में यज्ञ शुभ खंभ रही, आज विराजु अच्छी अभिनव शोभा। बिरजा बराह दुई मध्यरे मझी भागरे तीन स्रोत बहु अच्छी त्रिरेखा समान। कौन से ना गुप्त गंगा बैतरणी मंदाकिनी तीनी, तीर्थ तो ही रही आहे वीर महणी। सप्त मातृकावर मुक्तेश्वर शंभु, शंभु को मनरे नीति ढला हुए अम्बु। मुक्तेश्वर शिवंकर बाबुरे
ପଶ୍ଚିମ ଭାଗରେ ଅନ୍ତର୍ବେଦୀ ରହିଅଛି ନିର୍ମଳ ଭାବରେ। ପ୍ରଭୁ କହିଲେ ତ୍ରିଶତ ବହୁ ଅଛି, ଗୁପ୍ତ ଗଙ୍ଗା, ବୈତରଣୀ, ମନ୍ଦାକିନୀ, ଏ ତିନି ତୀର୍ଥ ତ ହିଁ ରହିଛି। ସପ୍ତ ମାତୃକା ଆମର ମୁକ୍ତେଶ୍ୱର ଶମ୍ଭୁ ଅଛନ୍ତି। ଶମ୍ଭୁଙ୍କ ଦେହରେ ବା ଲିଙ୍ଗରେ ଦୈନନ୍ଦିନ ଢଳା ହେଉଛି ଅମ୍ବୁ। ମୁକ୍ତେଶ୍ୱର ଶିବଙ୍କ ପଶ୍ଚିମ ଭାଗରେ ଅନ୍ତର୍ବେଦୀ ରହିଅଛି ନିର୍ମଳ ଭାବରେ। ଯଜ୍ଞ କଲା ସମୟରେ ସାବିତ୍ରୀଙ୍କ ସାଇଁ ଦେବତାମାନଙ୍କ ସଭା ଗୃହ ଥିଲା ସେହି। ହରିହର ଯୁକ୍ତ ଶିବ ସିଦ୍ଧ ଲିଙ୍ଗ ସବିଧିରେ ବିଜୟ ସେହି ଉତ୍ତରେ ବାହିନୀ ତୀର୍ଥରେ। ପ୍ରଭୁ କହିଲେ ଯେ ଦେବତା ମାନଙ୍କ ସଭା ସେଠି ଥିଲା, ହରିହର ଲିଙ୍ଗ ଥିଲା। ଦେବତା ବିରଜା ଦେବୀଙ୍କ ଦକ୍ଷିଣରେ ସୋମ ତୀର୍ଥ ସୋମେଶ୍ୱର ନାମେ ଲିଙ୍ଗ ତହିଁ ବିରାଜିତ। କେତେ କଥା ଆଜି କହୁଛନ୍ତି ମାଳିକା ମଧ୍ୟରେ ମହାପୁରୁଷ ଲେଖା ଯେ ଆପଣଙ୍କର ଯାଜପୁର ଅଛି କେତେ ପବିତ୍ର ସ୍ଥାନ। ତ୍ରିକୋଣ ନାମରେ ଲିଙ୍ଗ ତାହାର ପୂର୍ବରେ, ତା ପୂର୍ବେ ତ କର୍ଣ୍ଣ ତୀର୍ଥ ଶୁଣିଥା କର୍ଣ୍ଣରେ। ବିରଜା ବରାହ ମଧ୍ୟ ଭାଗେ ଅବସ୍ଥିତ ହୋଇଛନ୍ତି ଆଖଣ୍ଡେଳ ସ୍ୱର ଦୁର୍ଗାକାନ୍ତ। ତ୍ରିକୋଣ ନାମରେ ଲିଙ୍ଗ ତା ପୂର୍ବରେ ଅଛି, ତା ପୂର୍ବେ ତ କର୍ଣ୍ଣ ତୀର୍ଥ ଅଛି। ବିରଜା ବରାହ ମଧ୍ୟରେ ଆଖଣ୍ଡେଶ୍ୱର ଦୁର୍ଗାକାନ୍ତ ବିଦ୍ୟମାନ ହେଇଛନ୍ତି। ଗୁପ୍ତ ଗଙ୍ଗା ତୀର୍ଥ ଗଙ୍ଗେ ସ୍ୱର ଶମ୍ଭୁ ବିଜେ। ପାତାଳ ଗଙ୍ଗେ ଉତ୍ତର ବାରୁଣୀ ତୀର୍ଥ ରାଜେ। କଳି ଯୁଗେ ଚୈତ୍ର କୃଷ୍ଣ ପକ୍ଷ ତ୍ରୟୋଦଶୀ ଦିବସେ ବାରୁଣୀ ଯୋଗ ପ୍ରବେଶିବ ଆସି। ଏଠି ଗୁପ୍ତ ଗଙ୍ଗା ଅଛି, ପାତାଳ ଗଙ୍ଗୋତ୍ତର ବାରୁଣୀ ତୀର୍ଥ ବିରାଜମାନ କରୁଛି। କଳି ଯୁଗରେ ଚୈତ୍ର କୃଷ୍ଣ ପକ୍ଷ ତ୍ରୟୋଦଶୀ ଦିବସରେ ବାରୁଣୀ ଯୋଗ ପ୍ରବେଶ ହେବ। ବହୁ ମାନବ ମିଳିବେ ଆସି ସେ ସ୍ଥାନରେ, ପାପ ଧୌତ କରିଦେବେ ବାରୁଣୀ ସ୍ନାନରେ। ସେଠାରୁ ଯାଇ ପୁନଶ୍ଚ ପାପେ ହେବେ ଲିପ୍ତ, ଯୁଗ ମହିମା କେହି ପାରେ ପରିଶ୍ରୁତ। କହିଲେ ଯେ ସେଇ ସମୟ ବହୁ ମାନବ ମିଳିବେ, ଏଣୁ ବାରୁଣୀ ସ୍ନାନ କରି ପାପ ଧୌତ କରିଦେବେ। ଯୁଗ ମହିମା କିଏ ଆଉ ଏଡ଼ି ପାରିବ? ପୁଣି ଯାଇ ପାପରେ ପଶିବେ। ବହୁ ତୀର୍ଥ ବାବୁ ଶିବ ବହୁ ଦେବୀ ତହିଁ ବିଜେ ହୋଇଛନ୍ତି ବୀର ଶୁଣିଥାଅ ତୁହି। ଆଖଣ୍ଡଳେଶ୍ୱର ନାମେ ଯେ ମୂର୍ତ୍ତି ଅଛନ୍ତି, ତାହାଙ୍କ ମହିମା ଖ୍ୟାତ ହୋଇଥିବ ଅତି। ଗୌତମଙ୍କ ସାପରେ ସହସ୍ର ସଂଖ୍ୟକ ଯୋନି ଧାରଣ କରିନ ସୁଧର୍ବା ନାୟକ। ସେହି ସ୍ଥାନରେ ତପସ୍ୟା କରି ବହୁ ବର୍ଷ, ସାପରୁ ମୁକ୍ତ ହୋଇଲେ ସେ ସଚିତ ଈଶ। କହିଲେ ଆଖଣ୍ଡ ନାମରେ ଏକ ମହାଦେବ ଅଛନ୍ତି ଶିବ, ତାଙ୍କର ନାମ ବିଖ୍ୟାତ ହେଇଯିବ। ଆଉ ଆଗରୁ ଥିବ ଗୌତମ ସାପରେ ସହସ୍ର ସଂଖ୍ୟକ ଯୋନି ଧାରଣ କରିନ ସୁଧର୍ମା ନାୟକ। ସେହି ସ୍ଥାନରେ ତପସ୍ୟା କରି ବହୁ ବର୍ଷ ସାପରୁ ମୁକ୍ତ ହୋଇଥିଲେ। ବୈତରଣୀ ନଦୀରେ ଆଜି ସେମାନେ ସବୁ ଶୌଚ ହୋଇଥିଲେ। ବୈତରଣୀ ନଦୀ ହୋଇ ଯାଉଅଛି ବହି, ଅତି ଭୀଷଣ ପବିତ୍ର ଅଟଇଟି ସେହି। ଯମପୁରକୁ ଯେଉଁ ସମୟରେ ଯାନ୍ତି ପ୍ରାଣୀ, ପଥ ମଧ୍ୟରେ ପଡ଼ଇ ସେ ଏହି ବୈତରଣୀ। କହିଲେ ବୈତରଣୀ ନଦୀ ବହି ଯାଉଛି, ଅତି ଭୀଷଣ ପବିତ୍ର ସେ ନଦୀ। ଯମପୁରକୁ ଯେତେବେଳେ ଆତ୍ମା ଯାଏ, ମୋର ଆତ୍ମା ତ ଯାଏ, ସେଇ ବୈତରଣୀକି ପାର ହେଇ ଆଜି ଆତ୍ମା ମାନେ ସବୁ ଯାଆନ୍ତି। ତାର ତୀର ଦେଶ ତପ୍ତ ବାଲୁକାରେ ପୂର୍ଣ୍ଣ, ପାଦ ପଡ଼ିଲେ ସ୍ଫୋଟକ ହୁଅଇବ ହନ। ତାର ଯେଉଁ ତୀର ଅଛି ବୈତରଣୀ ତୀର, ଆଜି ତପ୍ତ ବାଲୁକା ତାତିଲା ବାଲି, ପାଦ ପଡ଼ିଲେ ସ୍ଫୋଟକ ହୋଇଯାଏ, ଫୁଟୁକା ହୋଇଯାଏ। ମୃତ ଆତ୍ମା ଯେତେବେଳେ ପାର ହୋଇଯାଏ,
সেই ସମୟରେ ତାକୁ ବଡ଼ ବାଧା ହୁଏ। ମୃତ୍ୟୁ ପୂର୍ବରୁ ତ ଦାନ, ମୃତ୍ୟୁ ପୂର୍ବରୁ ଗୋଦାନ ଯେହୁ ଦେଇଥାଏ, ଗୋପୁଛ ଧରି ସେ ଆତ୍ମା ପାର ହୋଇଯାଏ। ମୃତ୍ୟୁ ସମୟରେ ବା ମରିବା ପରେ ଯେତେବେଳେ ଆତ୍ମା ଯାଏ, ଆତ୍ମା ସେଇ ବୈତରଣୀ, ସପ୍ତ ବୈତରଣୀ ପାର ହେଇଯାଏ। ଯଦି ସେ କିଛି କର୍ମ ନ କରିଥାଏ, ସେ ଗଲାବେଳେ ତାକୁ ଭାରି ବାଧା ହୁଏ। ଯଦି କେହି ଗୋଦାନ କରିଥାଏ, ତାହେଲେ ସେ ଆତ୍ମା ଗଲାବେଳେ ଆନନ୍ଦରେ ଚାଲିଯାଏ। ଏଣୁ କଳିରେ ଗଙ୍ଗା ବିହରୀ ବୈତରଣୀ ତୀରେ, ବହୁ ଜୀବଙ୍କୁ ଉଦ୍ଧାର କରିବ ସ୍ନାନରେ। ସେ ସମୟରେ ବ୍ରହ୍ମା ଯଜ୍ଞ କରିଥିଲେ ତହିଁ, ଗଙ୍ଗା ଦେବୀ ତଳେ ତଳେ ପ୍ରବାହିତ ହୋଇ, ପ୍ରକାଶ ଭାବରେ ସ୍ରୋତ ରୂପେ ସେ ସ୍ଥାନରେ, ଦେଖାଦେଲେ ପୂର୍ବେ ଥିଲେ ମନଖ କୋଣରେ। ଯେତେବେଳେ ବ୍ରହ୍ମା ସେଠି ଯଜ୍ଞ କରୁଥିଲେ, ଗଙ୍ଗା ମାତା ତଳେ 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 ଚାଲିଥିଲେ, ସ୍ରୋତ ଭାବରେ ଦେଖାଦେଲେ। ଏଣୁ ମନଖ କୋଣ ବି ଥିଲେ। ଗୋନା ଶିକାରୁ ପ୍ରଥମେ ହୋଇ ସେ ବାହାର, ଗୋଦାନେ ହରଣ କଲେ ପାଏ ଅକୁପାର। କଳିରେ ସେ ସ୍ଥାନେ ଯାହା ଯାହା ହେବ ଖେଳ, ପରେ ମୁଁ କହିବି ତାହା ଆଗେ ଶୁଣ ମୂଳ। ଦକ୍ଷ ପ୍ରଜାପତି ଶେଷ ମୟରେ ଯଜ୍ଞ କଲେ, ନିଜ ଜାମାତାକୁ ଶିବଙ୍କୁ ବରଣ ନ କଲେ। ଦକ୍ଷ ପ୍ରଜାପତି ସେହି ସମୟରେ ସେଇଠି ଯଜ୍ଞ କରିଥିଲେ, ନିଜ ଜାମାତା ଶିବଙ୍କୁ ସେ ବରଣ କରିନଥିଲେ। ନାରଦଙ୍କ ଠାରୁ ମା ପାଇଲେ ସମ୍ବାଦ, ଯଜ୍ଞକୁ ଯିବା ନିମନ୍ତେ ମନେ କଲେ ସଧ। ଶିବଙ୍କୁ କହନ୍ତେ ସେଇ ନ କଲେ ସ୍ୱୀକାର, ଘୋର କାଳି ରୂପ ଦେବୀ ହୋଇଲେ ସତ୍ୱର। ସେ ରୂପରେ କମ୍ପମାନ ହେଲା ତ୍ରିଭୁବନ, କରପାଦ ନ ଚଳିଲା ଯେ କଲା ଦର୍ଶନ। କ'ଣ ହେଇଛି ନା, ସେଇ ସମୟରେ ଯେତେବେଳେ ଯଜ୍ଞ କରିଥିଲେ, ମା ଯିବାକୁ କହିଲେ। ନାରଦ ଶୁଣି ପ୍ରଭୁ କହିଲେ, ନା ମୁଁ ବରଣ ହେଇନି ମାନେ ଆମେ ଯିବାନି। ମା ବିଶାଳ କାୟ କରାଳ ରୂପ ବା କାଳ ରୂପ ଧାରଣ କରିଥିଲେ। ତାଙ୍କୁ ଯିଏ ଦର୍ଶନ କରିବ ସେ ମୂର୍ଚ୍ଛନା ଫାଟିଯିବ, ଏମିତି ସେ ରୂପ ହେଇଥିଲେ। ତାପରେ ଯେତେବେଳେ ଏମିତି ହେଲା ରୂପ, ସେଇ ସମୟରେ ଯଜ୍ଞ ଚାଲିଛି। ଯଜ୍ଞ ପରେ କ'ଣ ହେଇଛି ନା, ଶୁଣ ସାଧକ ମାନେ ଧ୍ୟାନ ସେହି ମୂର୍ତ୍ତି, ଦର୍ଶନ କରନ୍ତେ ମୋର ମନେ ହେଲା ଭୀତି। ତହୁଁ ମୁଁ ବହୁତ ସ୍ତୁତି କଲି ସେ ଆଦ୍ୟକୁ, ଜଗତ ଜନନୀ କୃପା କର ଧମକୁ। 14 ଭୁବନେ ମାତା ତୋର ଅଧିକାର, ତୋ ବଚନ ଏଡ଼ିବାକୁ ମାଲୋ ଶକ୍ତି ଅଛି କାର। ଉତ୍ପତ୍ତି ପ୍ରଳୟ ସ୍ଥିତି କରୁଅଛୁ ତୁହି, ଜଗତର ମୂଳ ବୀଜ ଅଟୁ ମହାମାଇ। ପ୍ରକୃତି ରୂପିଣୀ ଘୋର ଘର ଘର ଚଣ୍ଡିକା, କର ମୋତେ ଅନୁଗ୍ରହ ଜୟ ମା ଅମ୍ବିକା। ଏହିପରି ସ୍ତୁତି କଲି, ଘର ଚଳିଲା ଏବଂ ମାଙ୍କ ରୂପ ପରିବର୍ତ୍ତନ ହେଲା। ମୁଁ ସେ ସ୍ଥାନ ରହିବା ସ୍ଥାନ ଦେଖିଲି। ଏଣୁ ଲହ ଲହ ଯିବା ରଟ ମଟ ଦନ୍ତ ପାଟି, ଦୁଇ ଅଧରେ ଦେଶରେ ପର୍ବତ ଦୁଇଟି। ଏଣୁ ଏ ରୂପେ ଶଙ୍କର ଯେଉଁ ଦେଖିଲେ, ନେତ୍ରରେ ଆଖି ବୁଜି ପକାଇଲେ। ସେ ରୂପ ଦେଖିପାରିଲେନି। ଶିବଙ୍କର ପଳାୟନ ଦେଖି ଭଗବତୀ 10 ଦିଗରେ ରହିଲେ, 10 ଗୋଟି ମୂର୍ତ୍ତି ହୋଇ। କ'ଣ ରହିଲେ ନା, 10 ମହାବିଦ୍ୟାପଦ ଯାଇଛନ୍ତି କହି। 10 ମୂର୍ତ୍ତି କ'ଣ ହେଲେ, ମା 10 ଅବତାର ମୂର୍ତ୍ତି କ'ଣ ହେଲେ, ଆମେ ଅନ୍ୟ କ୍ଲିପରେ ଦେଖିବା। ଏବେ ତ ସମୟ ହେଇଗଲାଣି। हरि ओम सर्वे भवन्तु सुखिनः सर्वे सन्तु निरामये सर्वे भद्राणि पश्यन्तु मां कश्चित् वा भवेत् शान्ति शान्ति शान्ति। जय जय जगन्नाथ, जय जय जगन्नाथ। हरि ओम तत्सत्, हरि ओम तत्सत्, हरि ओम तत्सत्।